ନିର୍ମାଣ ଚାଲିଛି ବାହାନଗର ଘଟିଥିବା ରେଳ ଦୁର୍ଘଟଣାକୁ ନେଇ ନୂଆ ସିନେମା। ଖାଲି ସେତିକି ନୁହେଁ, ଏହି ଛୋଟିଆ ଭିଡ଼ିଓରେ ଆମେ କଥା ହେବା ସୁପରଷ୍ଟାର ବାବୁସାନ ମହାନ୍ତିଙ୍କ ଆଗାମୀ ନୂଆ ଫିଲ୍ମ ସମ୍ପର୍କରେ। ବାହାନଗର ଘଟିଥିବା ଦୁଃଖଦ ଆଉ ଛାତି ଥରେଲା ଭଳି ସେ ଦୁଃଖଦ ରେଳ ଦୁର୍ଘଟଣାକୁ ନେଇ ନିର୍ମାଣ ହେଉଛି ନୂଆ ଓଡ଼ିଆ ଫିଲ୍ମ ବାହାନଗା। ଫିଲ୍ମଟି କେବଳ ଓଡ଼ିଆ ଭାଷାରେ ନୁହେଁ ବରଂ ଓଡ଼ିଆ ସମେତ ହିନ୍ଦୀ ଏବଂ ବେଙ୍ଗଲୀ ଭାଷାରେ ରିଲିଜ୍ ହେବ। ଯେହେତୁ ଏହା ରେଳ ଦୁର୍ଘଟଣାକୁ ନେଇ ନିର୍ମାଣ ହେବ, ସେଥିପାଇଁ ଫିଲ୍ମକୁ ବଡ଼ ଆକାରରେ ନିର୍ମାଣ କରିବା ପାଇଁ ନିର୍ମାତା ଅଣ୍ଟା ଭିଡ଼ିଛନ୍ତି। ଯେହେତୁ ରେଳ ଦୁର୍ଘଟଣାକୁ ନେଇ ନିର୍ମାଣ ହେଉଛି, ସେଥିପାଇଁ ଏଥିରେ ଭଲ ଭିଏଫ୍ଏକ୍ସର ବି ଆବଶ୍ୟକତା ଅଛି, ଯେଉଁଥିପାଇଁ ନିର୍ମାତା ଫିଲ୍ମର ଭିଏଫ୍ଏକ୍ସ ପାଇଁ ମୁମ୍ବାଇ ଯିବା ପାଇଁ ପ୍ରସ୍ତୁତ ହେଲେଣି। ନିକଟରେ ଫିଲ୍ମର ଟାଇଟଲ ଆନାଉନ୍ସମେଣ୍ଟ କରାଯାଇଥିଲା ବେଳେ ବର୍ତ୍ତମାନ ସୁଦ୍ଧା ଫିଲ୍ମର ଅଧା ସୁଟିଂ ସରିଯାଇଛି। ସୂଚନା ଅନୁସାରେ ସିନେମାଟି ଏହି ବର୍ଷ ଅର୍ଥାତ୍ 2025ରେ ରିଲିଜ୍ ହେବ। ଭିଡ଼ିଓରେ ଆଗକୁ ବଢ଼ିବା କଥା ହେବା ବାବୁସାନ ଭାଇଙ୍କ ନୂଆ ଫିଲ୍ମ ସମ୍ପର୍କରେ। ତା ପୂର୍ବରୁ ମୁଁ ନିକଟରେ କିଛିଟା ଓଡ଼ିଆ କମେଡ଼ି ଭିଡ଼ିଓ କରିଥିଲି, ଯାହାର ଲିଙ୍କ ଆପଣମାନଙ୍କୁ ଡେସ୍କ୍ରିପସନ୍ ଏବଂ ଏଣ୍ଡ ସ୍କ୍ରିନ୍ରେ ମିଳିଯିବ। ଥରେ ସେହିସବୁ ଭିଡ଼ିଓକୁ ଦେଖନ୍ତୁ ଏବଂ ଆପଣଙ୍କୁ କ'ଣ କେମିତି ଲାଗିଛି କମେଣ୍ଟ ବକ୍ସରେ ନିହାତି ଲେଖିକି ଜଣାନ୍ତୁ। ତେବେ ଆସନ୍ତୁ କଥା ହେବା ବାବୁସାନ ଭାଇଙ୍କ ନୂଆ ଓଡ଼ିଆ ଫିଲ୍ମ ସମ୍ପର୍କରେ। ଯେମିତିକି ପ୍ରାୟ ସମସ୍ତେ ଜାଣନ୍ତି, ବାବୁସାନ ଭାଇଙ୍କ ନୂଆ ଫିଲ୍ମ ବୋଉ ବୁଟୁ ଭୂତ ଆସନ୍ତା ରଜରେ ରିଲିଜ୍ ହେବ। ନିକଟରେ ଫିଲ୍ମର ଫାଷ୍ଟ ଗ୍ଲିମ୍ସକୁ ରିଲିଜ୍ କରାଯାଇଛି। ତା ସହିତ ଛୋଟିଆ ପୋଷ୍ଟ କରି ଫିଲ୍ମର ରିଲିଜ୍ ଡେଟ୍କୁ ମଧ୍ୟ ପ୍ରଡକ୍ସନ୍ ହାଉସ୍ ତରଫରୁ ଜଣାଇ ଦିଆଯାଇଛି। ସୂଚନା ଅନୁସାରେ ସିନେମାଟି ଆସନ୍ତା ଜୁନ୍ ମାସ 12 ତାରିଖରେ ରିଲିଜ୍ ହେବ। ତା ସହିତ ବାବୁସାନ ଭାଇ ତାଙ୍କ ସମସ୍ତ ଫ୍ୟାନ୍ସ ଏବଂ ଓଡ଼ିଆ ଦର୍ଶକମାନଙ୍କୁ ଅନୁରୋଧ କରିଛନ୍ତି, ଯେହେତୁ ନିକଟରେ ବୋଉ ବୁଟୁ ଭୂତ ଫିଲ୍ମର କିଛିଟା ସୁଟିଂ ଭିଡ଼ିଓ ଲିକ୍ ହୋଇଯାଇଛି ଏବଂ ସୋସିଆଲ ମିଡ଼ିଆରେ ଭାଇରାଲ୍ ହେବାର ଲାଗିଛି, ସେଥିପାଇଁ ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ସେସବୁରୁ ଦୂରେଇ ରହିବା ପାଇଁ। କାହିଁକିନା ଗୋଟେ ଭଲ ସିନେମାକୁ ନିର୍ମାଣ କରିବା ପଛରେ ବହୁତ ପରିଶ୍ରମ ଥାଏ। ଏହି ନୂଆ ଓଡ଼ିଆ ଫିଲ୍ମ ବୋଉ ବୁଟୁ ଭୂତରେ ସୁପରଷ୍ଟାର ବାବୁସାନ ମହାନ୍ତିଙ୍କ ସହିତ ଅଲିଉଡ଼ର ଆଗଧାଡ଼ିର କଳାକାର ଅପରାଜିତା ମହାନ୍ତି ଏବଂ ଅର୍ଚ୍ଚିତା ସାହୁ ନଜର ଆସିବେ। ଯେହେତୁ ସିନେମାଟି ଆସନ୍ତା ରଜରେ ରିଲିଜ୍ ହେବାକୁ ଯାଉଛି, ସେଥିପାଇଁ ଆପଣମାନେ ଏହି ସିନେମାକୁ ଦେଖିବା ପାଇଁ କେତେ ଏକ୍ସାଇଟେଡ୍ କମେଣ୍ଟ ବକ୍ସରେ ନିହାତି ଲେଖି ଜଣାନ୍ତୁ। ତା ସହିତ ଭିଡ଼ିଓ ଶେଷରେ ମୁଁ ପୁଣି ଥରେ ଆପଣମାନଙ୍କୁ ଜଣାଇବାକୁ ଚାହେଁ, ଆପଣମାନେ ଏହିସବୁ କମେଡ଼ି ଭିଡ଼ିଓକୁ ଦେଖିବା ପାଇଁ ଜମାରୁ ଭୁଲନ୍ତୁ। ଦେଖିଲା ପରେ ଆପଣଙ୍କୁ କ'ଣ କେମିତି ଲାଗିଛି କମେଣ୍ଟ ବକ୍ସରେ ଲେଖିକି ଜଣାଇବା ପାଇଁ ମଧ୍ୟ ଭୁଲନ୍ତୁ ନାହିଁ। ଚେଷ୍ଟା କରିବି ଯଦି କିଛି ଭୁଲ ଥାଏ ଆଗକୁ ଭଲ କରିବା ପାଇଁ। ଧନ୍ୟବାଦ।